ହେଇଛି ପୁଅ ମୁଁ ଘରେ ଥିଲି ଆଇ ସାର୍ ଯାଇ କହିଲେ ତମ ପୁଅ ଇଏ ସୁସାଇଡ୍ କରିଦେଇଛି କଲେକ୍ଟର ସେଡ଼ି ଦିହରେ ଗାମୁଛା ଦିହରେ ରସି ଲଗେଇ ଦେଇଛି ଆଉ ତମେ ଥାନାକୁ ଆସ। ମୁଁ ଥାନାକୁ ଗଲି, ଥାନାରେ ଯାହା କହିଲେ ମୁଁ ଲେଖିଲି ଆଉ ମୁଁ ବି ଲାଷ୍ଟକୁ ଲେଖିଛି ଯେ ତଦନ୍ତ କରାଯାଉ, ଏଇଟା ଇନକ୍ୱାରି କରାଯାଉ। ପୁଅ କାଲି ସେଇ କଲେକ୍ଟର ଅଫିସ ସେ ପାଖରେ କି କୋଉଠି ତାକୁ କିଏ ନେଲା କ'ଣ କଲା ଆମେ ସେ ବିଷୟ କହିପାରିବୁନି କିଛି ଜାଣି। ଅଭିଯୋଗ କୋଉଠି ଜମି ନାହିଁ, ଦରଖାସ୍ତ କାହିଁ ନା ଇଏ କାହିଁ କୌଣସି ଅଭିଯୋଗ ନାହିଁ। ନାଇଁ ଜମି ବାଡ଼ି ବିଷୟ ସାର୍ କିଛି ନୁହଁ, କ୍ରାଇମ ବ୍ରାଞ୍ଚ ଦ୍ୱାରା ତଦନ୍ତ କରାଯାଉ। ଏଟା କାହିଁକି ସେଟା ଜଣା ପଡ଼ିବ ସବୁ। ସନ୍ଦେହ ମୋର କ'ଣ ଆସୁଛି ତଦନ୍ତ କରାଗଲେ ଜଣା ପଡ଼ିବ ସବୁ। ସିଏ ଯୋଉ ଜାଗାକୁ ଫୋନ କରିଛି କାହିଁକି କରିଛି ସେଟା ତଦନ୍ତ କରାଯାଉ। ଜିଲ୍ଲାପାଳ ଅଫିସ ଭିତରେ ହେଲେ ଜିଲ୍ଲାପାଳର ସେ ଅଫିସରେ ଲୋକ କ'ଣ କେହି ନଥିଲେ ଆଜ୍ଞା? ଲୋକ ନିହାତି ଥିବେ। ସେ ଲୋକ ସେଡ଼ି ଦିହରେ କ'ଣ ଲୋକ ଯାଉଛିନି ଆଉଛିନି କ'ଣ କେହି ନାହାନ୍ତି? କେମିତି ରସି ଦେଲା ସେଇଟା ତଦନ୍ତ କରାଯାଉ କ୍ରାଇମ ବ୍ରାଞ୍ଚ ଦ୍ୱାରା। ଆଜ୍ଞା ସିସିଟିଭି ଦେଖାଯାଉ, ଆଉ ସିଏ ନୂଆ ମେଡିକାଲ ପାଖରୁ ସିସିଟିଭି ଦେଖାଯାଉ। କଲେକ୍ଟର ଅଫିସ ବନ୍ଦ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସରେ ସେ କ'ଣ ଫାଶୀ ରସି ଦେଇଥିବାର ସେଥିପାଇଁ ସେଇ ହିସାବରୁ ସାର୍ କହିଥିଲେ, ବାପା ଯାଇକି ଦେଖା କରିଥିଲେ। ଆଉ ଯଦି ଜିଲ୍ଲାପାଳ ଅଫିସରେ ଜଣେ ଯଦି ପଶିକିନା ଯଦି ସେଠି ସୁସାଇଡ୍ କରିଦେଉଛି, କର୍ମଚାରୀ ମାନେ ପୋଲିସ ବିଭାଗର ସେମାନେ ସୁରକ୍ଷା ଥାଇକି କୁଆଡ଼େ ଯାଉଛନ୍ତି ନାହାନ୍ତି କାହିଁକି? ଯଦି ସୁରକ୍ଷା ବାହିନୀ ଥାଇକିନା ଯେଉଁ ଜିଲ୍ଲାପାଳ ଅଫିସରେ ଯଦି ପଶିକି ଜଣେ ଗୋଟା ଛେଳି ଯଦି ପଶିଯାଏ ତାକୁ ଗୋଡ଼େଇ ବିଦା କରିଦିଅନ୍ତି। ତାଙ୍କୁ ମାନେ ସେଠି ସେ ଜାଗାରେ ମାନେ ରସି ଦେବାର ମାନେ ସୁସାଇଡ୍ କରିବାର ସେଇଟା ମାନେ କାହିଁକି ସିସିଟିଭି ଭିତରେ ପୃଷ୍ଠଟା ଆଣିବାକୁ ପଡ଼ୁ। କାହିଁକି ଯାଇଥିଲେ ସେଇଟା ମୁଁ କହିପାରିବିନି। ସେଇଟା କେମିତି କ'ଣ ଯାଇଛି ତାକୁ କିଏ ନେଇକି ଯାଇଛନ୍ତି କ'ଣ କରିଛନ୍ତି। ଆମ କେନ୍ଦ୍ରାପଡ଼ା ମେଡିକାଲ ପାଖରୁ ସିସିଟିଭି ମାନେ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯାଉ। ଆଉ ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ସାର୍ଙ୍କୁ ଅନୁରୋଧ କରୁଛି ସେତିକି ତଦନ୍ତ କରାଯାଉ। ଠିକ ନହେଲେ ଆମେ ଯାହା କରିବା କଥା କରିବୁ। ଆମେ ଭାଇ ତ ନାହିଁ, ଆମେ ଆଉ ରହିବୁ କାହିଁକି? ଆମେ ତ ଛାଡ଼ିଦେବୁ। ସୁସାଇଡ୍ କରିବା କାରଣ କ'ଣ ସେଇଟା ତଦନ୍ତ କଲେ ମାନେ ସିସିଟିଭି ଭିତରେ ପୁଷ୍ଟିକ କଲେ ଜଣା ପଡ଼ିଯିବ ତା ଭିତରଟା ରହସ୍ୟଟା କ'ଣ ଅଛି। ନାଇଁ ପାରିବାରିକ କିଛି ନଥିଲା, ନା ପାରିବାରିକ କିଛି ଆମର ନାହିଁ। ଜମିବାଡ଼ି କୌଣସି ଜମିବାଡ଼ି ବିଭାଗ ନାହିଁ। ସେଇଟା କ'ଣ ହେଇଛି ସେଇଟା ଆମେ ତ କହିପାରୁନୁ। ଅଭିଯୋଗ କ'ଣ କରୁଥିଲା ସବକଲେକ୍ଟର ପାଖରେ କଲେକ୍ଟର ପାଖରେ ଜାଣିଛ କି? ନା ସେଇଟା କିଛି ଜାଣିନୁ ଆମେ।